ନମସ୍କାର। କେବେ ଏମିତି ହେଇଛି କି ଗୋଟେ ସ୍ୱପ୍ନ ଏତେ ସତ ଲାଗିଛି ଯେ ଆଖି ଖୋଲିବା ପରେ ବି ସେଟା ସତ ବୋଲି ଲାଗୁଥାଏ? ଆସନ୍ତୁ ଆଜି ଏକ ଏମିତି କାହାଣୀ ଭିତରକୁ ଯିବା ଯାହା ସ୍ୱପ୍ନ ଆଉ ବାସ୍ତବତା ଭିତରେ ଥିବା ସେହି ପତଳା ଗାର ବିଷୟରେ ଆମକୁ କିଛି ଶିଖେଇବ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନୁହେଁ କି? ଗୋଟେ ମାମୁଲି କ୍ଷୀର ମାଠିଆରୁ ଗୋଟେ ପୁରା ସାମ୍ରାଜ୍ୟ ଶୁଣିବାକୁ ଅସମ୍ଭବ ଲାଗୁଥାଇପାରେ, କିନ୍ତୁ ଜାଣନ୍ତି ଆମ କାହାଣୀର ଯିଏ ନାୟକ ତାଙ୍କର ଏଥିରେ ପୁରା ବିଶ୍ୱାସ ଥିଲା। ତେବେ ଚାଲନ୍ତୁ ଦେଖିବା ତାଙ୍କର ଏହି ବିଶ୍ୱାସ ତାଙ୍କୁ କେଉଁଠି ପହଞ୍ଚେଇଲା। ତେବେ କାହାଣୀର ଆରମ୍ଭ ହେଉଛି ଜଣେ ଗରିବ ପୂଜକଙ୍କଠୁ। ପାଖରେ ଧନ ଦୌଲତ ବୋଲି କିଛି ନଥିଲା, ହେଲେ ମନ ଭିତରେ ଆଶା ଆଉ ସ୍ୱପ୍ନର କିଛି କମ୍ ନଥିଲା। କିନ୍ତୁ ଏଇଠି ଗୋଟେ ବଡ଼ କଥା ଥିଲା। ଗୋଟେ ପଟେ ସ୍ୱପ୍ନ ଥିଲା ଆକାଶ ଛୁଇଁବା ଭଳି, ଆଉ ଅନ୍ୟପଟେ ଅଳସୁଆମୀ ଏମିତି ଯେ ବିଛଣାରୁ ଉଠିବାକୁ ବି ମନ ନାହିଁ। ଆଉ ତାଙ୍କର ଏହି ଦୁଇଟି ଓଲଟା ଗୁଣ ହିଁ ତାଙ୍କର ପୁରା କାହାଣୀକୁ ଗଢ଼ିବାକୁ ଯାଉଥିଲା। ପେଟ ପୋଷିବା ପାଇଁ ଭିକ୍ଷା ହିଁ ଥିଲା ଏକମାତ୍ର ସାହା। ଆଉ ଦିନେ ସକାଳେ ବାସ୍ ଭାଗ୍ୟ ଯେମିତି କଡ଼ୁ ଲେଉଟାଇଲା। ତାଙ୍କ ଭିକ୍ଷାରେ ମିଳିଲା ପୁରା ଗୋଟିଏ ମାଠିଆ କ୍ଷୀର। ସେ ବୋଧେ ସେତେବେଳେ ଜାଣିନଥିଲେ ଯେ ଏହି ସାମାନ୍ୟ କ୍ଷୀର ହିଁ ତାଙ୍କ କଳ୍ପନାର ପକ୍ଷୀ ପାଇଁ ଦେଣା ହେବାକୁ ଯାଉଛି। ଆହା, କି ଖୁସି! ସେହି କ୍ଷୀରକୁ ଧରି ଘରକୁ ଆସିଲେ। ମନେ ମନେ ଭାବିଲେ, ଆଜି ତ ଭାଗ୍ୟ ଖୋଲିଗଲା। ସାଙ୍ଗେ ସାଙ୍ଗେ କ୍ଷୀରକୁ ଫୁଟେଇ ଟିକେ ପିଇଲେ, ଆଉ ବାକିତକରେ ସାମାନ୍ୟ ଦହି ପକେଇ ଜମେଇବାକୁ ରଖିଦେଲେ। ଆଉ ତାପରେ ସେହି ଦହିର ମିଠା ସ୍ୱପ୍ନ ଦେଖି ଦେଖି ଶୋଇ ପଡ଼ିଲେ। ବର୍ତ୍ତମାନ ଆସିଲା କାହାଣୀର ସବୁଠୁ ମଜେଦାର ମୋଡ଼। ଏଇଠୁ ଆରମ୍ଭ ହେଲା ଅସଲି ଖେଳ। ତାଙ୍କ କଳ୍ପନାର ଖେଳ, ସେଇ ଗୋଟିଏ ମାଠିଆ ଖେଳ ଯେମିତି ତାଙ୍କ ମନ ଭିତରେ ଗୋଟିଏ ବିରାଟ ସାମ୍ରାଜ୍ୟର ମୂଳଦୁଆ ପକାଇଦେଲା। ସେ ଆଖି ବନ୍ଦ କରି ଭାବିବାକୁ ଲାଗିଲେ, କାଲି ସକାଳକୁ ତେ ଦହି ବସିଯିବ। ଦହିରୁ ବାହାରିବ ଲହୁଣୀ, ଲହୁଣୀରୁ ହେବ ଘିଅ, ଆଉ ସେ ଘିଅକୁ ନେଇ ବଜାରରେ ବିକିଦେଲେ ବାସ୍ ଟଙ୍କା ହିଁ ଟଙ୍କା। ପ୍ଲାନ୍ ତ ଜବରଦସ୍ତ ଥିଲା, କ'ଣ କହୁଛନ୍ତି? ହେଲେ କଥା କ'ଣ ସେତିକିରେ ସରିଥାନ୍ତା? ନା, ତାଙ୍କ କଳ୍ପନାର ଘୋଡ଼ା ଦୌଡ଼ିବା ଆରମ୍ଭ କଲା। ସେହି ଟଙ୍କାରେ କିଣିବେ କୁକୁଡ଼ା, କୁକୁଡ଼ାରୁ ହେବ କୁକୁଡ଼ା ଫାର୍ମ, ଫାର୍ମର କୁକୁଡ଼ା ବିକି କିଣିବେ ଗାଈ, ଆଉ ଗାଈରୁ ସିଧା ଖୋଲିବେ ଦୁଗ୍ଧ ଦୋକାନ। ଦେଖୁ ଦେଖୁ ସେ ସହରର ସବୁଠୁ ବଡ଼ ଧନୀ ଲୋକ। ଆଉ ତାଙ୍କ ସ୍ୱପ୍ନର ଉଡ଼ାଣ ଦେଖନ୍ତୁ। କେବଳ ସହରର ସବୁଠୁ ଧନୀ ଲୋକ ନୁହେଁ, ତାଙ୍କ ଲକ୍ଷ୍ୟ ଥିଲା ଆହୁରି ବଡ଼। ସେ ପୁରା ସହରକୁ କ୍ଷୀର ଯୋଗାଇବେ, ଏତେ ଟଙ୍କା କମେଇବେ ଯେ ଗହଣା କିଣିବେ, ଆଉ ସେ ଗହଣା ସିଧା ରାଜାଙ୍କୁ ହିଁ ବିକିବେ। ଟିକେ ଭାବନ୍ତୁ ତ, ଯିଏ କାଲି ଭିକ୍ଷା ମାଗୁଥିଲେ ଆଜି ରାଜାଙ୍କ ସହ ବେପାର କରିବାର ସ୍ୱପ୍ନ ଦେଖୁଛନ୍ତି। ଟଙ୍କା, ପଇସା, ମାନସମ୍ମାନ ସବୁ ତ ମିଳିଗଲା। ଏବେ ବାକି କ'ଣ ରହିଲା? ହଁ, ଗୋଟେ ସୁନ୍ଦର ପରିବାର। ତେଣୁ ତାଙ୍କ ସ୍ୱପ୍ନରେ ଆସିଲା ଜଣେ ଅପୂର୍ବ ସୁନ୍ଦରୀ କନ୍ୟା, ଯାହାକୁ ସେ ବାହା ହେବେ। ସବୁକିଛି ଠିକ୍ଠାକ୍ ଚାଲିଥିଲା ତାଙ୍କର ସ୍ୱପ୍ନର ଦୁନିଆରେ। କିନ୍ତୁ କହନ୍ତି ନା, ସ୍ୱପ୍ନ ଯେତେ ବି ମିଠା ହଉ ବେଳେବେଳେ ଗୋଟେ ଛୋଟ ଝଟକାରେ ଭାଙ୍ଗିଯାଏ। ଆଉ ତାଙ୍କ ସହିତ ବି କିଛି ଏମିତି ହିଁ ହେବାକୁ ଯାଉଥିଲା। ଆଉ ତାଙ୍କର ଏହି ସୁନାର ସଂସାରକୁ ପୂରା କରିବା ପାଇଁ ଶେଷରେ ଆସିଲା ତାଙ୍କର ସ୍ୱପ୍ନର ଉତ୍ତରାଧିକାରୀ, ତାଙ୍କର ଏକ ସୁନ୍ଦର ପୁଅ। ଏବେ ତାଙ୍କ ସ୍ୱପ୍ନ ପୂରାପୂରି ସମ୍ପୂର୍ଣ୍ଣ ଲାଗୁଥିଲା। ଆଉ ଦେଖନ୍ତୁ, ତାଙ୍କ ସ୍ୱପ୍ନ କେତେ ସତ୍ୟ ପାଲଟି ଯାଇଥିଲା। ସେ ମନେ ମନେ ନିଜ କାଳ୍ପନିକ ପୁଅକୁ ଶାସନ କରିବାକୁ ବି ଲାଗିଲେ। ଭାବିଲେ, ମୋ ପୁଅ ଯଦି ଟିକେ ବି ଦୁଷ୍ଟାମି କରେ, ମୁଁ ଏତେ ରାଗିଯିବି ଯେ ତାକୁ ଏକ ବଡ଼ ବାଡ଼ିରେ ଏମିତି ପିଟିବି ଯେ ସେ ଜୀବନ ସାରା ମନେ ରଖିବ। ଭାଙ୍ଗିଗଲା। ଗୋଟିଏ ମୁହୂର୍ତ୍ତରେ ସବୁ ଶେଷ। ରାଜପ୍ରାସାଦ, ଧନ ସମ୍ପତ୍ତି, ସୁନ୍ଦର ପରିବାର ସବୁକିଛି ମାଟିରେ ମିଶିଗଲା। ଏବେ ସ୍ୱପ୍ନ ନୁହେଁ, କଟୁ ସତ୍ୟର ସାମ୍ନା କରିବାର ପାଳି ଥିଲା। ଆଉ ହେଲା କ'ଣ? ସେ ସ୍ୱପ୍ନରେ ଏତେ ମଜ୍ଜି ଯାଇଥିଲେ ଯେ ସତରେ ବିଛଣା ପାଖରେ ପଡ଼ିଥିବା ବାଡ଼ିଟାକୁ ଉଠେଇ ପକାଇଲେ। ଆଉ ତାଙ୍କର ସେହି କାଳ୍ପନିକ ରାଗ ଯାଇ ଶୁଝିଲା କାହା ଉପରେ? ସେହି ବିଚାରା କ୍ଷୀର ମାଠିଆ ଉପରେ, ଯାହା ତାଙ୍କ ସ୍ୱପ୍ନର ଆଧାର ଥିଲା। ଆଖି ଖୋଲିଲା ପରେ ଦୃଶ୍ୟ କ'ଣ ଥିଲା? ଗୋଟେ ପଟେ କଳ୍ପନାର ସୁନେଲି ସାମ୍ରାଜ୍ୟ, କୁକୁଡ଼ା ଫାର୍ମ, ଗାଈ, ଗହଣା, ଆଉ ଆରପଟେ ବାସ୍ତବତାର ଗୋଟିଏ ଭଙ୍ଗା ମାଠିଆ ଆଉ ଚାରିଆଡ଼େ ବିଛେଇ ହେଇ ପଡ଼ିଥିବା କ୍ଷୀର। ତେବେ ଏତେ ସବୁ ପରେ ପ୍ରଶ୍ନ ଉଠୁଛି, ଏ କାହାଣୀରୁ ଆମେ ଶିଖିଲେ କ'ଣ? ପୂଜକଙ୍କର ପ୍ରକୃତ ଭୁଲ କେଉଁଠି ଥିଲା? ଏହାର ଶିକ୍ଷା ବହୁତ ସିଧା ଆଉ ସରଳ। ସ୍ୱପ୍ନ ଦେଖିବା ଭଲ, କିନ୍ତୁ ସ୍ୱପ୍ନର ଦୁନିଆରେ ବଞ୍ଚିବା ନୁହେଁ। କାରଣ ସ୍ୱପ୍ନକୁ ସତ କରିବା ପାଇଁ କେବଳ ଗୋଟିଏ ହିଁ ରାସ୍ତା ଅଛି, ଆଉ ତାହା ହେଉଛି କଠିନ ପରିଶ୍ରମ। ତେଣୁ କଥାଟାକୁ ଭୁଲ ବୁଝିବାନି। ସ୍ୱପ୍ନ ଦେଖିବା ଆଦୌ ଭୁଲ ନୁହେଁ, ବରଂ ସ୍ୱପ୍ନ ହିଁ ଆମକୁ ଆଗକୁ ବଢ଼ିବାର ପ୍ରେରଣା ଦିଏ। କିନ୍ତୁ ଯେତେବେଳେ ଆମେ କାମ କରିବା ଛାଡ଼ି କେବଳ ସ୍ୱପ୍ନରେ ବୁଡ଼ି ରହୁ, ସେତେବେଳେ ହିଁ ସମସ୍ୟା ହୁଏ। ଆଉ ଆମ ପୂଜକଙ୍କ ସହିତ ଠିକ୍ ଏଇଆ ହିଁ ତ ହେଲା। ତେବେ ଶେଷରେ ଏହି କାହାଣୀଟି
ଆମ ସମସ୍ତଙ୍କ ପାଇଁ ଗୋଟିଏ ପ୍ରଶ୍ନ ଛାଡ଼ିଯାଉଛି। ଆମ ନିଜ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ପରବର୍ତ୍ତୀ ପଦକ୍ଷେପ କ'ଣ? ଆମେ କ'ଣ କେବଳ ସ୍ୱପ୍ନ ଦେଖି ଚାଲିବା, ନା ସେହି ସ୍ୱପ୍ନକୁ ବଞ୍ଚିବା ପାଇଁ କିଛି ପଦକ୍ଷେପ ନେବା?